पानीय जल व्यवस्था को नहीं भुवनेश्वर 25/7/2025 सरकारଙ୍କର स्वच्छ निरापद ଆଭିମୁଖ୍ୟତା पानीय जल ସରକାରଙ୍କର ହେଉଛି ଏକ मौलिक आवश्यकता। କାର୍ଯ୍ୟକଳାପ କିମ୍ବା ସମଗ୍ର ଆପଣମାନଙ୍କ ଓଡ଼ିଶାବାସୀଙ୍କୁ ପାଖରେ ରଖିବା ପାଇଁ ସ୍ୱଚ୍ଛ ଚାହେଁ। ନିରାପଦ ପାନୀୟ ଜଳ ଯୋଗାଇବା ପାଇଁ ସରକାର ସରକାର ଯେତେବେଳେ ସଂକଳ୍ପବଦ୍ଧ ଦାୟିତ୍ୱ ଅଛନ୍ତି। ନେଲେ ରାଜ୍ୟରେ ବର୍ତ୍ତମାନ ସେହି ସମୟରେ 207ଟି ମେଗା ପାନୀୟ ଜଳ ପ୍ରକଳ୍ପ ପାନୀୟ ଜଳ ମଧ୍ୟରୁ ଆମ ପାଇଁ ବର୍ତ୍ତମାନ ଚ୍ୟାଲେଞ୍ଜ ସୁଦ୍ଧା 18ଟି ଆଜି ପାନୀୟ ମଧ୍ୟ ଜଳ ଆମ ପାଇଁ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଛି। ପାନୀୟ ଜଳ ବ୍ୟବସ୍ଥା ଅନ୍ୟ ଚ୍ୟାଲେଞ୍ଜ ପ୍ରକଳ୍ପଗୁଡ଼ିକ ଅଛି। ନିର୍ମାଣ କାର୍ଯ୍ୟ ମଧ୍ୟ କିନ୍ତୁ ତ୍ୱରାନ୍ୱିତ ତାରି କରାଯାଇଛି ମଧ୍ୟରେ ଓ ସେସବୁର ବର୍ଷେ ପ୍ରତ୍ୟକ୍ଷ ନିରୀକ୍ଷଣ କରାଯାଉଛି। 2 ମାସ ଭିତରେ ସାମାନ୍ୟ ଯେଉଁ ଆମେ ବ୍ୟତିକ୍ରମ କାମ କରିଛୁ ଦେଖାଗଲେ ସେ କାମର ଉତ୍ତରଦାୟିତ୍ୱ ବି ସ୍ଥିର କରାଯାଇ ଆଭିମୁଖ୍ୟ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ଆପଣମାନେ କରାଯାଇଛି ବୋଲି ପଞ୍ଚାୟତିରାଜ ଓ ଓଡ଼ିଶାର ପାନୀୟ ଜଳ 4.5 କୋଟି ଗ୍ରାମ ଜନତା ଉନ୍ନୟନ ଜାଣିବାର ବି ମନ୍ତ୍ରୀ ଶ୍ରୀ ଆବଶ୍ୟକତା ମନେ ରବିନାରାୟଣ କରୁଛି। ନାୟକ ପ୍ରକାଶ କରିଛନ୍ତି। ସେହି ଦୃଷ୍ଟି ଦେଇ ବର୍ତ୍ତମାନ ରାଜ୍ୟରେ ଚାଲିଥିବା ଆମେ 207ଟି ମେଗା ପାନୀୟ ଜଳ ପ୍ରକଳ୍ପ ମଧ୍ୟରୁ 207 18ଟି ମେଗା ପ୍ରକଳ୍ପ ପ୍ରକଳ୍ପ ପୂର୍ଣ୍ଣ ମାଧ୍ୟମରେ ରୂପେ ସମ୍ପୂର୍ଣ୍ଣ ହୋଇଯାଇଛି। ନୂଆପଡ଼ା ଜିଲ୍ଲାର ଲୋକଙ୍କୁ ପାଣି ଦେବା ସମସ୍ତ ପାଇଁ ଗ୍ରାମ ନିଷ୍ପତ୍ତି ନେଇଥିଲୁ। ହର ଘର ଜଳ ଯୋଜନାରେ ଅନ୍ତର୍ଭୁକ୍ତ ବର୍ତ୍ତମାନ ହୋଇସାରିଛି, ସୁଦ୍ଧା ଯାହା ଗ୍ରାମୀଣ ଯଶସ୍ୱୀ ଜୀବନରେ ପାନୀୟ ଜଳର ପ୍ରଧାନମନ୍ତ୍ରୀଙ୍କର ସୁବିଧାକୁ ଲକ୍ଷ୍ୟ ସୁନିଶ୍ଚିତ ଭିତ୍ତିରେ ଘର କରିବାରେ ଘର ଜଳ ଏକ ଐତିହାସିକ ପଦକ୍ଷେପ। ଏବଂ ଓଡ଼ିଶାର ସରକାରୀ ସ୍ତରରେ ଏହି ମୁଖ୍ୟମନ୍ତ୍ରୀଙ୍କର ପ୍ରକଳ୍ପଗୁଡ଼ିକୁ ଯଥାଶୀଘ୍ର ଲୋକଙ୍କ ସମ୍ପନ୍ନ ପାଇଁ କରିବା ପାଇଁ ସ୍ୱଚ୍ଛ ପାଣିର ତ୍ୱରିତ ବ୍ୟବସ୍ଥା ପଦକ୍ଷେପ ଭିତରେ ଗ୍ରହଣ କରାଯାଇଛି। ଆମେ 18ଟି ସେହି ଅନୁସାରେ ପ୍ରକଳ୍ପ ଅଗଷ୍ଟ ମାସରେ ପ୍ରକଳ୍ପର 21ଟି, ସେପ୍ଟେମ୍ବର ଶେଷ ସମସ୍ତ ପୂର୍ବରୁ 11ଟି ପରିବାରଙ୍କୁ ଏବଂ ଆମେ ଘର ଘର ଜଳ 2025 ଡିସେମ୍ବର ପୂର୍ବରୁ ବ୍ୟବସ୍ଥା 22ଟି କରିଛୁ। ପ୍ରକଳ୍ପ ସମ୍ପନ୍ନ କରିବା ୟାରି ଲକ୍ଷ୍ୟ ସ୍ଥିର ମଧ୍ୟରେ ଆମେ କରାଯାଇଛି। ଅଗଷ୍ଟ ଏହି ମାସରେ ସହରାଜ୍ୟରେ ଆହୁରି ପାନୀୟ ଜଳର 21ଟି ସୁପରିଚାଳନା ପାଇଁ ପ୍ରକଳ୍ପ ଏକ ଆମର ଜଳ ନିଗମ ସମ୍ପୂର୍ଣ୍ଣ ହେବ ପ୍ରତିଷ୍ଠା କରିବାକୁ ଏବଂ ସରକାର ବିଚାର ସେପ୍ଟେମ୍ବର ଶେଷ କରୁଛନ୍ତି ସୁଦ୍ଧା ବୋଲି ମାନ୍ୟବର ମନ୍ତ୍ରୀ ପ୍ରକାଶ କରିଛନ୍ତି। ନିରାପଦ ସେପ୍ଟେମ୍ବର ଶେଷ ପାନୀୟ ଜଳ ସୁଦ୍ଧା ସୁନିଶ୍ଚିତତା ଆମେ ପାଇଁ ଆହୁରି ରାଜ୍ୟରେ 11ଟି ପ୍ରକଳ୍ପ ଆମେ ସମ୍ପୂର୍ଣ୍ଣ କରିବୁ 537 ଏବଂ ନଳକୂପ, ଡିସେମ୍ବର ସୁଦ୍ଧା ସାନିଟାରୀ ଆମେ ୱେଲ୍, ଆହୁରି 22ଟି 21,401 ପ୍ରକଳ୍ପ ସମ୍ପୂର୍ଣ୍ଣ କରିବୁ। ପ୍ରଡକ୍ସନ ୱେଲ୍ ଓ ସମଗ୍ର ପ୍ରକଳ୍ପ 15,155ଟି ବାସ୍ତୁରେ ଆମେ ଓଭରହେଡ୍ ରଖିଥିଲୁ ଟ୍ୟାଙ୍କରକୁ P1 P2ର ଆମେ ଲଗାତାର ବାସ୍ତୁ ରଖିଥିଲୁ। ବିଶୁଦ୍ଧିକରଣ କରାଯାଉଛି। ଏ ପୂର୍ବ ବାସ୍ତୁର ବର୍ଷରେ ପ୍ରକଳ୍ପ ମଞ୍ଜୁରୀ ହୋଇଥିବା 2016 ମସିହାଠୁ ଆରମ୍ଭ 29,512 ହୋଇଥିଲା। ନଳକୂପ ମଧ୍ୟରୁ 17, 18, 19, 20,891ଟି 20, ପ୍ରାୟ 21, ସମ୍ପନ୍ନ ହୋଇଛି। 22, ଏହି 23, ସମସ୍ତ 24, କାର୍ଯ୍ୟରେ 25 ଭିତରେ ଉତ୍ତରଦାୟିତ୍ୱକୁ ଆମେ ଗୁରୁତ୍ୱ ସମ୍ପୂର୍ଣ୍ଣ ଦିଆଯାଉଛି। କରିଛୁ। ନିର୍ଦ୍ଧାରିତ ମୋର ସମୟ ମଧ୍ୟରେ ଆବେଗତାର ଯେଉଁ ବିଷୟ ଏଜେନ୍ସି କାର୍ଯ୍ୟ ହେଉଛି ସମାପ୍ତ ନ କରନ୍ତି, ତାହା ଯେଉଁମାନେ ଉପରେ 16 ପେନାଲ୍ଟି ମସିହାରୁ ଦାୟିତ୍ୱ ଲଗାଯିବ। ନେଇ ଏ ସେହିଭଳି କାମକୁ ଦାୟିତ୍ୱରେ ରହିଥିବା ଅଧିକାରୀ ଓ କାର୍ଯ୍ୟକାରୀ କରିବା ପାଇଁ କର୍ମଚାରୀମାନଙ୍କ ମଧ୍ୟ ପ୍ରୟାସ କରିଥିଲେ ଉତ୍ତରଦାୟିତ୍ୱ ସ୍ଥିର କରାଯିବ ବୋଲି ସେମାନଙ୍କ ମାନ୍ୟବର ମନ୍ତ୍ରୀ ମାଧ୍ୟମରେ ପ୍ରକାଶ ଯେଉଁ କରିଛନ୍ତି। ଲୋକଙ୍କ ସମୃଦ୍ଧ ପାଇଁ ପାଣି ଓଡ଼ିଶାରୁ ପହଞ୍ଚିବା ରଜତ କଥା ସେ ମହାପାତ୍ରଙ୍କ ପାଣି ରିପୋର୍ଟ। ପହଞ୍ଚିବା ବ୍ୟବସ୍ଥା ଭିତରେ ଲୋକମାନେ ଆତୁର ହୋଇ ଅପେକ୍ଷା କରିଥିଲେ। କିନ୍ତୁ ଆମେ ଏ ବର୍ଷର ଯେଉଁ ଦାୟିତ୍ୱ ନେଇଛୁ ସେ ଦାୟିତ୍ୱ ଭିତରେ ମୁଁ ବିଧାନସଭାରେ ବି ଏ ପ୍ରଶ୍ନର ଉତ୍ତର ରଖିଥିଲି ଏବଂ ବିଶ୍ୱାସ ଭରସା ଦେଇ ଲୋକଙ୍କୁ ଆମେ କାମ ଦେଇଥିଲୁ ଏବଂ ଯେଉଁ ବିଭିନ୍ନ ସମୟକୁ ଆମେ କାର୍ଯ୍ୟକୁ ନେଇ ଆମେ ଯେଉଁ ସଂକଳ୍ପ ରଖିଥିଲୁ ସେ ସଂକଳ୍ପ ଭିତରେ ଆମେ କିଛି ଆମ ପାଣି ପହଞ୍ଚିବାର ବିଳମ୍ବ ହୋଇଥିଲା। ସେଇ ବିଳମ୍ବ ଦୃଷ୍ଟିରୁ ଆମେ ଓଡ଼ିଶା ପ୍ରଦେଶର ଆମେ 29,512 ନଳକୂପ ବିଭିନ୍ନ ଜିଲ୍ଲା ବିଭିନ୍ନ ଡିଭିଜନକୁ ଆମେ ଏ ବର୍ଷ ହିଁ ଆମେ ସେଂସନ୍ କରିଥିଲୁ। ଆଉ ସେଇ ସେଂସନ୍ ଭିତରେ ବର୍ତ୍ତମାନ ସୁଦ୍ଧା 20,811ଟି ନଳକୂପ ଖନନ ହୋଇ ନଳକୂପ ମାଧ୍ୟମରେ ଲୋକମାନେ ପାଣି ପାଇପାରିଲେ, ଯାହାଫଳରେ କି ବିଗତ ଦିନରେ ଆପଣମାନଙ୍କ ମାଧ୍ୟମରେ ଲୋକଙ୍କର ବିଭିନ୍ନ ଆନ୍ଦୋଳନ ବିଭିନ୍ନ ରାସ୍ତାରୋକ ଏ ପ୍ରକାର ଅନେକ ଗୁଡ଼ିଏ ବିଷୟ ଦେଖାଯାଉଥିଲା। ସେ ବିଷୟ ଗୁଡ଼ାକ ଦୂର ହୋଇପାରିଛି ଏବଂ ସବୁଠାରୁ ବଡ଼ କଥା ହେଲା ଯେଉଁ ଆମେ ବିଭାଗ ମାନେ ଆମର ଅଛି ବିଭାଗର ବିଭିନ୍ନ ଯେଉଁ ଏଜେନ୍ସି ଗୁଡ଼ାକ କାମ କରୁଛନ୍ତି ଏଜେନ୍ସି ଗୁଡ଼ାକ ଆମେ 4ରୁ 5 ପର୍ଯ୍ୟାୟରେ ଆମେ ପେନାଲ୍ଟି ରଖିଛୁ। ପେନାଲ୍ଟିର କାରଣ ହେଲା ବିଗତ ଦିନରେ ପେନାଲ୍ଟି ହେଉଥିଲା, ଏଥର ଆମେ ପ୍ରତ୍ୟେକ ଦିନ ପେନାଲ୍ଟି ରଖୁଛୁ। ପ୍ରତ୍ୟେକ ଦିନ ପେନାଲ୍ଟି ରଖୁଛୁ। ଇଭିନ୍ ଏ ପେନାଲ୍ଟି ଭିତରେ ସେମାନେ କାମ କରିବେ ଏବଂ ତାରି ଭିତରେ ସମ୍ପୂର୍ଣ୍ଣ କରିବେ ଏବଂ କେବଳ ଆମେ ବିଭାଗର ଯେଉଁମାନେ ଅଛନ୍ତି ବିଭିନ୍ନ ଅଧିକାରୀ ଯାହାର ଦାୟିତ୍ୱ କି ସେ ମେଗା ପ୍ରକଳ୍ପ ଉପରେ ଅଛି, ଆମର ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ହଉ ଏସି ହଉ ସମସ୍ତଙ୍କର ଆକାଉଣ୍ଟେବିଲିଟି ଆମେ ଆମର ବିଭାଗ ଅନୁଭବ କରି ସେମାନଙ୍କୁ ବି ଆମେ ଏକ୍ସପ୍ଲାନେସନ୍ ନୋଟିସ୍ କରୁଛୁ।
ତା ସତ୍ତ୍ୱେ ଆମେ ତାର କୌଣସି ପ୍ରକାର ଯଦି ବିଚ୍ୟୁତି ହୁଏ ଆମର ସମୟ ନିର୍ଘଣ୍ଟରୁ, ତାହେଲେ ତାଙ୍କୁ ବି ଆମେ ଆମର ସମୟ ଅନୁସାରେ ତାଙ୍କର ଦରମା ବି ସମୟ ସମୟରେ ବନ୍ଦ ହେବ। ଏ ପ୍ରକାର ବି ବିଭାଗ ନିଷ୍ପତ୍ତି ନେଇ ଆମ ବିଭାଗରେ କାମ କରୁଥିବା ସମସ୍ତ ଅଧିକାରୀମାନଙ୍କୁ ସେ ପ୍ରକାର ବି ଆମେ ଖବର ଦେଇଛୁ, ଚିଠି କରିଛୁ ଏବଂ ତାକୁ ମନିଟରିଂ କରିବାର ବି ବିଭାଗ 7 ଦିନରେ 2 ଥର 7 ଦିନରେ 2 ଥର ଆମେ ମନିଟରିଂ କରୁଛୁ। ତ ସେ ପ୍ରକାର ଗୋଟେ ନିର୍ଣ୍ଣୟ ଆମେ ନେଇଛୁ। ଆଉ ଗୋଟେ ନିର୍ଣ୍ଣୟ ନେଇଛୁ, ଏଠି ବହୁତ ଗୁଡ଼ିଏ ପ୍ରୋବ୍ଲେମ୍ ଥିଲା। ଯେଉଁ ସମସ୍ୟା ବିଷୟରେ ମୁଁ ଆଗରୁ ବି ଆପଣମାନଙ୍କୁ କହିଥିଲି। ସମସ୍ୟା ଥିଲା, ରେଲୱେର ସମସ୍ୟା ଥିଲା, ଫରେଷ୍ଟର ସମସ୍ୟା ଥିଲା, NHର ସମସ୍ୟା ଥିଲା, RTର ସମସ୍ୟା ଥିଲା, RNB ୱାଟର ରିସୋର୍ସ ଡିପାର୍ଟମେଣ୍ଟର ବିଭିନ୍ନ ଯେଉଁ ପ୍ରକଳ୍ପ ତିଆରି ହେଉଛି, ସେ ପ୍ରକଳ୍ପ ଭିତରେ ବିଭିନ୍ନ ସ୍ଥାନରେ ଯେଉଁ ପ୍ରକାର ଅଘଟଣ ହେଇଛି, କେଉଁଠି ଏପଟ ସେପଟ ପାଇପ୍ ହେଇଯାଇଛି, କେଉଁଠି କଟି ଯାଇଛି, କେଉଁଠି ଲିକେଜ୍ ହେଉଛି, ଏ ପ୍ରକାର ଅବ୍ୟବସ୍ଥାକୁ ବି 7 ଦିନରେ ଥରେ 7 ଦିନରେ ଥରେ ଆମେ ବିଭିନ୍ନ ବିଭାଗ ସହିତ ଆଲୋଚନା କରି ତାର ସମାଧାନ ତ୍ୱରାନ୍ୱିତ ପଦକ୍ଷେପ ନେବା ଦ୍ୱାରା ଆଜି ଏସବୁ ବିଷୟ ସମ୍ପୂର୍ଣ୍ଣ ହେଉଛି ବୋଲି ମୁଁ ଆପଣମାନଙ୍କୁ ଅବଗତ କରାଇବା ପାଇଁ ଚାହେଁ। ଶେଷ ନିଷ୍ପତ୍ତି ଆମେ ନେଇଛୁ। ଶେଷ ନିଷ୍ପତ୍ତି ହେଲା ଯେ ୟାରି ଭିତରେ ଆମେ ଆହୁରି ଯେଉଁ 207 ପ୍ରକଳ୍ପ କଥା କହୁଥିଲି, ବାକି ପ୍ରକଳ୍ପ ବି ଆମେ 2026 ସୁଦ୍ଧା ସମ୍ପୂର୍ଣ୍ଣ କରିବୁ। ଯେଉଁ ଭରସା ବିଶ୍ୱାସ ଦେଇଛୁ, ମାନ୍ୟବର ମୁଖ୍ୟମନ୍ତ୍ରୀ ବି ଏ ଭରସା ବିଶ୍ୱାସ ଦେଇଛନ୍ତି। ସେ ଦୃଷ୍ଟିରୁ ସେ ପ୍ରତି ବି ଆମେ ଅଧିକ ଗୁରୁତ୍ୱର ସହିତ ଚିନ୍ତନ କରି କାମ କରୁଛୁ ଯେ କେମିତି ଏ ଲୋକମାନେ ପାଣି ପାଇପାରିବେ, ସେମାନଙ୍କର ସମସ୍ୟା ରହିବ ନାହିଁ, ଏ ପ୍ରକାର ବ୍ୟବସ୍ଥା ଭିତରେ ଆମେ ନେଇଛୁ। ଏଠାରେ ମୁଁ ଆପଣମାନଙ୍କୁ ଉଲ୍ଲେଖ କରିବା ପାଇଁ ଚାହିଁବି ଯେ ଆପଣମାନେ ବି ଦେଖୁଥିବେ ଯେ ସମସ୍ତ ଜିଲ୍ଲା, ସମସ୍ତ ବ୍ଲକର ଯେଉଁଠି ଗାଁରେ ଯେଉଁଠି ବି ଟ୍ୟୁବୱେଲ୍ ଖୋଲା ହେଇଛି, ଆମର ବର୍ତ୍ତମାନ ସୁଦ୍ଧା 5,27,570 ଟ୍ୟୁବୱେଲ୍ ଖୋଲା ହେଇଛି। 27,570 ଟ୍ୟୁବୱେଲ୍କୁ ଆମେ ସାନିଟାଇଜ୍ କରିଛୁ। ଆମେ ସେଠି ସ୍ୱଚ୍ଛ ପାଣି କେମିତି ହେଇପାରିବ, କୌଣସି କୀଟାଣୁମୁକ୍ତ ପାଣି ପାଇପାରିବେ, ସେ ପ୍ରକାର ଆମେ ତାକୁ ସାନିଟାଇଜ୍ କରିଛୁ। ଏବଂ ଯେଉଁଠି ଓଭରହେଡ୍ ଟ୍ୟାଙ୍କ ଅଛି, ଯେଉଁଠି ପ୍ରାଇଭେଟ୍ ଲୋକଙ୍କର ଟ୍ୟୁବୱେଲ୍ ଅଛି, ଯେଉଁଠି ଟ୍ୟୁବୱେଲ୍ ଅଛି, ପ୍ରତ୍ୟେକ ଜାଗାକୁ ବିଭାଗ କମ୍ ସମୟ ଭିତରେ ସବୁ ଟ୍ୟୁବୱେଲ୍କୁ ସାନିଟାଇଜ୍ କରିବା ସହିତ ଯେଉଁ ଅଞ୍ଚଳରେ ଆମେ ହଇଚାର ଦେଖୁଥିଲା, ଏସବୁ ବିଷୟ ଯେଉଁଠି ଦେଖାଯାଉଥିଲା, ସେଠି 2 ଥର ବି ବିଭାଗ ସାନିଟାଇଜ୍ କରିଛନ୍ତି, ଯାହାଫଳରେ କି ଆଜି ଲୋକମାନେ ସ୍ୱଚ୍ଛ ପାନୀୟ ଜଳ ପାଇଛନ୍ତି। ସେ ବିଷୟ ଆଜି ମୁଁ ଆପଣମାନଙ୍କୁ ଜଣାଇବା ପାଇଁ ମୁଁ ଲୋକମାନଙ୍କୁ ଜଣାଇବାର ବି ଆବଶ୍ୟକ ମନେ କରି ଆପଣମାନଙ୍କ ମାଧ୍ୟମରେ ଏ ବିଷୟର ଆବଶ୍ୟକତା ମୁଁ ମନେ କରୁଛି।